ଦୃଢ଼ ଆତ୍ମବିଶ୍ୱାସ, ସେବା ଓ ତ୍ୟାଗ ମନୋଭାବ ନେଇ ସମାଜର ଯେକୌଣସି କାର୍ଯ୍ୟ ଅନାୟାସରେ କରାଯାଇପାରିବ। ସେଥିପାଇଁ ଅର୍ଥ ପ୍ରତିବନ୍ଧକ ହେବା ପରିବର୍ତ୍ତେ ମହତ୍ ଉଦ୍ଦେଶ୍ୟକୁ ଚରିତାର୍ଥ କରିପାରି ପୂର୍ଣ୍ଣ ସହାୟକ ହୋଇଥାଏ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଓଡ଼ିଶା ସାମ୍ବାଦିକ ୟୁନିୟନ ବାଲେଶ୍ୱର ଜିଲ୍ଲା ଶାଖାର ନବବର୍ଷ କ୍ୟାଲେଣ୍ଡରକୁ ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ଉନ୍ମୋଚନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଥିଲେ ଯେ ସମାଜର ପରିସୀମା ଅସୀମ। ଆମେ କ୍ଷୁଦ୍ରାତି କ୍ଷୁଦ୍ର ଜୀବ ମଣିଷ ହୋଇଥିବା ବେଳେ ବହୁ ଜ୍ଞାନ ଓ ଚିନ୍ତା ଚେତନାର ଅଧିକାରୀ ହୋଇଥିବାରୁ ସମାଜ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି। ସେହି କର୍ତ୍ତବ୍ୟକୁ ସୁଚାରୁ ରୂପେ କରିବାକୁ ଯେଉଁମାନେ ଉଦ୍ୟମ କରୁଛନ୍ତି ସେମାନେ ସଫଳ ହେବେ ହିଁ ହେବେ। ତେଣୁ ସମାଜର ସର୍ବାଙ୍ଗୀନ ହିତ ପାଇଁ ଯେ ଯେଉଁ କ୍ଷେତ୍ରରେ ଅଛନ୍ତି ସମସ୍ତେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ। OUJ ଜିଲ୍ଲା ଶାଖାର ସଭାପତି ଗଙ୍ଗାଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାଲେଣ୍ଡର ଉନ୍ମୋଚନ କାର୍ଯ୍ୟକ୍ରମରେ ଧନୀ ପ୍ରତିଧ୍ୱନିର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ପ୍ରେସ୍ କ୍ଲବର ସଭାପତି ବିପ୍ଳବ କୁମାର ମହାନ୍ତି, କବି ପ୍ରଶାନ୍ତ ଦାସ, ସମାଜ ଉତ୍ତର ଓଡ଼ିଶା ସଂସ୍କରଣର ବ୍ୟୁରୋ ମୁଖ୍ୟ ଶଶିରଞ୍ଜନ ମଲ୍ଲିକ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମଚରଣ ପଣ୍ଡା, କୋଷାଧ୍ୟକ୍ଷ ସୁରେଶ ଦାସ, ବାହାନଗା ବ୍ଲକ ସଂଯୋଜକ ସମନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଟାଉନ ସଂଯୋଜକ ଅଜିତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ନନ୍ଦକିଶୋର ସାହୁ, ସୁଶାନ୍ତ କୁମାର ବେହେରା, ଦେବବ୍ରତ ପାଣିଗ୍ରାହୀ, ବାସୁଦେବ ରାଉଳ, କଞ୍ଜମଣି ସ୍ୱାଇଁ, ଯଦୁନାଥ ଗିରି, କମଳାକାନ୍ତ ନାୟକ, ଗୟାଧର କର, ଶେଖ ନଜିମ, ଅଜିମ ବାଲେଶ୍ୱରୀ, ରମଣୀ ରଞ୍ଜନ ଦାସ, ଗୁରୁପ୍ରସାଦ ବାରିକ, କହ୍ନେଇଚରଣ ପ୍ରଧାନ, ମହେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।